ହେ ଗାଇସ୍ କେମିତି ଅଛନ୍ତି ଆପଣମାନେ? ମୁଁ ଭାବୁଛି ଆପଣମାନେ ଭଲରେ ଥିବେ ତ ସେମିତି ସବୁବେଳେ ଭଲ ରୁହନ୍ତୁ ଗାଇସ୍। ଏବେ ମୁଁ ଉଠି ଉଠାକି ବର୍ତ୍ତମାନ ସକାଳୁ ସକାଳୁ ମାନେ ନିଜ ଛାଡ଼ିନି ହେଲା 5ଟାରୁ ଏବେ ବର୍ତ୍ତମାନ ଯାଉଛି ଆମର ଯେଉଁ ପୁନା ଘର। ଆଜି ହେଉଛି ଆମ ଗାଁ ଯାତ୍ରା ହେଲା, ଆକ୍ଚୁଆଲି ହେଉଛି ଆଜି ଆମ ଗାଁ ଯାତ୍ରା, ସେଥିପାଇଁ ଏବେ ମୁଁ ବାହାରି ପଡ଼ିଲି ଆମ ପୁରୁଣା ଘର। ତ ପୁରୁଣା ଘର ଟିକେ ପହଞ୍ଚି ଯାଇଥିଲି, ହେଲେ ମୁଁ ଏନ୍ଏଚ୍ ପଟେ ଆଜି ଗାଡ଼ି ଠିଆ କରିଛି, ଦେଖ ବାଇକ୍ ଠିଆ ହେଇଛି। ତ ଏଇଟା ଦେଖ ଆମର ବନ୍ଧ, ମାନେ ଆଜି ମାଛ ମାରାଯିବ ନା ଯାତ୍ରାଟା, କ'ଣ ବାହାରୁ କିଣିବା ମାଛ ତ ଆମ ବନ୍ଧରେ ଅଛି, ମାରି ଦେଇକି ମାଛ କରିଦେଲେ କୁଣିଆ ଖାଇବା, ଆଉ କ'ଣ ମାଛ ମାନେ ଆଇଁଷ କିଣିବା ବାହାରୁ ପଇସା ଦେଇକି। ତ ଏବେ ମାନେ ଜଣକୁ ୱେଟ୍ କରିଥିଲି, ସେ ଆସିଲାନି ଯେ ମାନେ ଠକିଦେଲା ଭାଇ, ଅଢ଼େଇ ଘଣ୍ଟା ପରେ ୱେଟ୍ କଲି। ତାପରେ ମୁଁ ଘରକୁ ପଳେଇ ଆସିଥିଲି, ତାପରେ ବ୍ରସ୍ କରିକି ଏବେ ବର୍ତ୍ତମାନ ପଳେଇଲି ଆଜି ଯାତ୍ରାଟା ନା, ବର୍ତ୍ତମାନ ଯାଉଛି ସେଲୁନ୍ ଚୁଟି କାଟିବା ପାଇଁ, ଟିକେ ଚୁଟି ଫୁଟି କାଟିଦେବା, ଟିକେ ଷ୍ଟାଇଲ୍ ଫାଇଲ୍ ମାରିଦେବା। ତ ବର୍ତ୍ତମାନ ସେଲୁନ୍ ପହଞ୍ଚି ଯାଇଛି ହେଲା। ତ ଚାଲ ଚୁଟି ଫୁଟି କାଟିକି ଆପଣମାନଙ୍କ ସହିତ କଥା ହେବି। ଆଉ କ'ଣଟା ବି ମୋତେ ଭଲ ଲାଗୁଛି, ସେଇଠି ବାଇକ୍ ତ ଠିଆ କରିଦେଇଛି ଆଉ। ତ ଏବେ ଚୁଟି ଫୁଟି କାଟି ଦେଇଥିଲି, କିନ୍ତୁ ବାହାରକୁ ପଳେଇଥିଲି, ମନେ ନଥିଲା ଭିଡ଼ିଓ ବନେଇବା ପାଇଁ। ପୁଣି ଆସିକି ଆଉ ଥରେ ଭିଡ଼ିଓ ବନେଇଲି। ସେଲୁନ୍ ବି ବନ୍ଦ ହେଇଗଲାଣି, 8 ଜଣ ପରେ ମୋ ନମ୍ବର ଲାଗିଲା। ଆମ ଗାଁରୁ ପିଲାଟା ଆସିଥିଲା ବି, ଛୋଟିଆ ଭାଇ ଜଣେ, ସେ ବି ଚୁଟି ଫୁଟି କାଟିଲା। ତ ଏବେ ଆମେ ସେଇଠୁ ଚୁଟି ଫୁଟି କାଟିକି ବର୍ତ୍ତମାନ ବାହାରି ପଡ଼ିଲି ଘରକୁ। ତ ଏଇଟା ତ ଜାଣିଥିବ ଆମର ଥାନା, ସମଲ ଥାନା ହେଲା, କ'ଣ ଆପଣମାନେ ଦେଖିବେ। ତ ଏବେ ବର୍ତ୍ତମାନ ରିଟର୍ନ ମାରିଛି। ତ ଚାଲ ଯିବା ଘରକୁ, ତାପରେ କରିବା ଘରକୁ। ତ ଚାଲିए ଆମେ ହେ ବୁଲବୁଲ କେତେ ଚଲବୁ। ତ ଯାଇକି ବର୍ତ୍ତମାନ ଗାଇସ୍ ମାନେ ମୁଁ ମାନେ ଗାଧିକୁ ଯାଇକି ନଦୀରେ ଗାଧି ଯାଇଥିଲି, ଗାଧିକୁ ଯାଇକି ଆସିକି ଘରେ ମାନେ କାଠି ମୁଳା ଦିଏ। ତ ଏବେ ଖାଇ ଖୁଆକି ବର୍ତ୍ତମାନ ଥିଲି, ତ ବାହାରି ବୁଲାକି ଭଣଜା ଆଉ ମୁଁ ବାହାରି ପଡ଼ିଲୁ ଡେରା। ମାମୁଁ ପୁଅ ବଡ଼ଟା ଆସିବ, ସେଥିପାଇଁ ମାମୁଁ ହେରିକା କାଲି ବୋଧେ ଆସିବେ, ସେ ଆଜି ଫାଷ୍ଟ ଯାତ୍ରା, ସେଥିପାଇଁ ସେ କାନ୍ଦୁଛି ଆସିବା ପାଇଁ ଦୁହେଁ ଯାକ। ହେଲେ ମାକୁ ଯାଇସାରେ ଯିଏ ହେଲେ ଆସିବ ଜଣେ। ତ ବର୍ତ୍ତମାନ ମୁଁ ଡେରାରେ ପହଞ୍ଚି ଯାଇଛି, ଆଉ ବାଟରେ ଭିଡ଼ିଓ ବନେଇନି, କାହିଁକିନା ଆଜି ଆମର ଯାତ୍ରାଟା ଜଲ୍ଦି ଯିବା, ସନ୍ଧ୍ୟା ବି ହେଇଗଲାଣି। ତ ସେଇଠୁ ମୋ ମାମୁଁ ପୁଅ ସାନଟା କାନ୍ଦୁଥିଲା, କିନ୍ତୁ ଆଉ ମନେ ମନେକି ରଖୁଥିଲେ। ବେଡ଼ ଫେଡ଼ ମାନେ ସବୁ ଭାଙ୍ଗି ଭୁଙ୍ଗା ଦେଉଥିଲା, ଫ୍ରିଜ୍ ସବୁ ମାନେ କୁହନି ଯେଉଁ ଭଳିଆ। ବଡ଼କୁ ଧରିକି ଆସିଲୁ, ସାନ ଆସିଲେ ମାଡ଼ ହେବେ, କାଡ଼ ଦୁଇ ଭାଇ ରହିଲେ, ସେଥିପାଇଁ। ତ ବର୍ତ୍ତମାନ ଆମେ ପହଞ୍ଚି ଯାଇଥିଲୁ, ପ୍ରୀତମ ଭଣଜା ଗାଡ଼ି ଚଳାଉଛନ୍ତି। ତ ଚାଲ ସମଲ ବ୍ରିଜ୍ଟା ପହଞ୍ଚିକି ଆପଣଙ୍କ ସହିତ କଥା ହେଉଛି। ତ ଏବେ ବର୍ତ୍ତମାନ ଆମ ସମଲ ବ୍ରିଜ୍ ପହଞ୍ଚାଇଛୁ। ତ ଜଲ୍ଦି ଟିକେ ଯିବା, କାହିଁକିନା ଆମ ଯାତ୍ରାଟା ତ ବର୍ତ୍ତମାନ ଘରକୁ ପହଞ୍ଚି ଯାଇକି ଆମେ ମୁଁ ଧୁଆଇକି ଟିକେ ପଳେଇ ଆସିଥିଲୁ ଆମ ଯାତ୍ରା ପଡ଼ିଆ, ମାନେ ଏପଟୁ ହେଇ ଆଗ ଯାକେ ପୁରା। ଏପଟେ ବହୁତ ଦୋକାନ ବସିଛି, ହେଲେ ମୁଁ ଚାଲିନି, ମୋ କ୍ୟାମେରା କ୍ୱାଲିଟି ତ ଜାଣିଥିବ ପୁରା 3D ପ୍ରିଣ୍ଟିଂ ଆସୁଛି। ଏଇଟା ତାଙ୍କ ମାମୁଁ ପୁଅ ହେଲା, ଏଇଟା ପ୍ରୀତମ ଭଣଜା, ଏଇଠି ମାନେ ତାପରେ ଏଇଠି ଘରକୁ ଯାଇକି ଖାଇ ଖୁଆକି ଆମେ ପଳେଇ ଆସିଥିଲୁ। ପ୍ରସନ୍ନ ଆମ ଷ୍ଟାର୍ଟ ହେଇଥିଲା, ଆମ ନିଜ ଗାଁ ଡିଜେ ଆସିଛି ଶିବାନନ୍ଦ। ତ ଭଲ ବଜୁଥିଲା, ଏଥର କିନ୍ତୁ ଭଲ ବଜେଇଛି ହେଲା। ତ ସେଇଠୁ ଡାନ୍ସ ଫାନ୍ସ କରିକୁରାକି ଘରକୁ ପଳେଇ ଆସିଥିଲୁ ପୁଣି, ଆଉ ଘରକୁ ପୁଣି ଯାଇଥିଲୁ ଯାତ୍ରା ଦେଖି। ତ ବର୍ତ୍ତମାନ ଯାତ୍ରା ଷ୍ଟାର୍ଟ ହେଇଯାଇଥିଲା, ତ ଯେହେତୁ ଯାତ୍ରା ଫାତ୍ରା ଦେଖିକି ଘରକୁ ପଳେଇଥିଲୁ। ତ ଗାଇସ୍ ଆଜିର ବ୍ଲଗ୍ଟି କେମିତି ଲାଗିଲା କମେଣ୍ଟରେ ନିହାତି ଜଣାଇବେ। ତ କ'ଣ କିଛି ଭୁଲ ହେଲା କମେଣ୍ଟରେ ନିହାତି ଜଣାଇବେ। ତ ରାଗିବନି ଗାଇସ୍, ପୁଣି ଦେଖା ହେବ। ରହୁଛି, ସମସ୍ତଙ୍କୁ ଜୟ ଶ୍ରୀ।